এইটা কেতে দেবাকু পড়িব স্যার? এটা 30,000 দেলে ବି ହେଇଯିବ ନା ସାର୍? 30,000 ଦେଇଦେଲେ ଆପଣଙ୍କର ହେଇଯିବ ଫାଇନାଲ। ଆଜ୍ଞା। এইটা କେତେ ଦେବାକୁ ପଡ଼ିବ ସାର୍? ଏଇଟା ହେଉଛି 241 ଆପଣଙ୍କର 42 HP 2 ଇୟର୍। ଏଇଟା ଆଜ୍ଞା ଆପଣଙ୍କୁ 40,000ରୁ 40,000 ଦେଇଦେଲେ ବି ହେଇଯିବ। ଆଜ୍ଞା 40,000 ଦେଇକି ବି ଏଇ ଗାଡ଼ିଟା ନେଇପାରିବେ ଦେଖନ୍ତୁ। ନେଇଯାଇପାରିବେ। ଏଇଟା କେତେ 30,000 ଡାଉନ୍ ପେମେଣ୍ଟ ଦେଲେ ବି ଆଜ୍ଞା, ନେଇଯାଇପାରିବ ନା? ଆଜ୍ଞା, ହଁ ହେଲା। ହାଏ ହ୍ୟାଲୋ ନମସ୍କାର, ସ୍ୱାଗତ କରୁଛି ପୁଣି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆପଣମାନେ ସମସ୍ତେ କେମିତି ଅଛନ୍ତି? ଆଶା କরি ଆପଣମାନେ ସମସ୍ତେ ଭଲରେ ଥିବେ। ତ ଦେଖନ୍ତୁ ଗାଇଜ୍, ଯଦି ଆପଣମାନେ ଭଲ ଆଉ କମ୍ ପ୍ରାଇସ୍ରେ ଟ୍ରାକ୍ଟର ନେବା ପାଇଁ ଚାହୁଁଛନ୍ତି ତାହେଲେ ନିଶ୍ଚୟ এই ଭିଡ଼ିଓଟିକୁ ଆଗକୁ ଦେଖନ୍ତୁ। ଆପଣମାନେ ବହୁତ କିଛି ଜାଣିବାକୁ ପାଇବେ। ପ୍ରାୟ ଦେଖନ୍ତୁ ମୋ ପାଖରେ ବହୁତ ସାରା ଟ୍ରାକ୍ଟର ଅଛି, ଯେଉଁଟାକି ଆପଣଙ୍କୁ କହିଦେବି। ଏଇଟା ହେଉଛି ଆପଣଙ୍କର ମେସି କମ୍ପାନୀ ଟ୍ରାକ୍ଟର। ଆପଣମାନେ ଯେକୌଣସି ଏଚ୍ପିର ନେବା ପାଇଁ ଚାହିଁବେ ଅତି ଲୋ ପ୍ରାଇସ୍ରେ ଆପଣ ଏଇଟା ମାନେ ଅଲଗା ଟ୍ରାକ୍ଟର ତୁଳନାରେ ଏଇ ଆପଣଙ୍କର ମେସି ଟ୍ରାକ୍ଟର ଅତି କମ୍ ଏବଂ ଲୋ ପ୍ରାଇସ୍ରେ ପାଇଯିବେ, ଯେଉଁଟା ସେମ୍ ଡେରେ ଡେଲିଭରି ହେଇପାରିବ। ଆଜ୍ଞା ଆଉ ସାଙ୍ଗେ ସାଙ୍ଗେ ଆପଣମାନେ ନେଇକି ଯାଇପାରିବେ, ଯେଉଁଠିକି ମାନେ ଗୋଟେ ଦିନରେ ହିଁ ଆପଣଙ୍କର ହୋମ୍ ଡେଲିଭରି ହେଇଯିବ। ତ ସାର୍ଙ୍କ ଠାରୁ ପୁରା ଡିଟେଲ୍ସ ଜାଣିବା କେତେ କ'ଣ ପ୍ରାଇସ୍ ପଡ଼ୁଛି। ତ ଏଇଭଳିଆ ଭିଡ଼ିଓଟିକୁ ଆଗକୁ ଦେଖୁଥାନ୍ତୁ, କଣ୍ଟିନ୍ୟୁ ଲାଷ୍ଟ ମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଡିଟେଲ୍ସ ଆପଣମାନେ ଜାଣନ୍ତୁ। ନେଇକି ଆପଣମାନଙ୍କୁ ଯଦି ଆପଣଙ୍କର ଆବଶ୍ୟକ ଅଛି ତାହେଲେ ଟ୍ରାକ୍ଟର ଆପଣମାନେ ଗୋଟେ ଦିନରେ ମଧ୍ୟ ଡେଲିଭରି ହେଇପାରିବ। ଆଜ୍ଞା ତ ଚାଲନ୍ତୁ ଆଗକୁ ଦେଖିବା, ସାର୍ ଆମକୁ ବୁଝେଇବେ ସବୁ କେମିତି କ'ଣ ପ୍ରାଇସ୍ ରହୁଛି। ତ ଚାଲନ୍ତୁ ଗାଇଜ୍, ବର୍ତ୍ତମାନ ଗୋଟେ ଗୋଟେ করে ଆମକୁ ସାର୍ ବୁଝେଇବେ ମେସି ଟ୍ରାକ୍ଟରର ସବୁ କ'ଣ କ'ଣ ଏଚ୍ପି ଡିଟେଲ୍ସ ମାନେ ଜଣେଇବେ। ସାର୍ ଡିଟେଲ୍ସ ଟିକେ ଜଣାନ୍ତୁ ଏଇ ଗାଡ଼ିର। ପ୍ରଥମ ଏଇଟା 241 DIର। ଏଇଟା ହେଉଛି ଆପଣଙ୍କର ମଡେଲ 241 DI ଡାଇନା ଟ୍ରାକ୍। ଆଜ୍ଞା 2 ହ୍ୱିଲ୍। ଆଜ୍ଞା ଆଜ୍ଞା ୟାର ଆପଣଙ୍କର କେତେ ଏଚ୍ପିର କହିଲେ ସାର୍? ଏଇଟା 42 HPର ଗାଡ଼ି। 42 ଏଚ୍ପିର? ଆଜ୍ଞା 42 HP ଗାଡ଼ି। ଆଚ୍ଛା, ଏଇଟା କେବେ ଲଞ୍ଚ ହେଇଛି ସାର୍? ଏଇଟା ହେଉଛି 2024 ଲଞ୍ଚ ହେଇଛି। 2024ରେ ଆଜ୍ଞା, ମାନେ ନୂଆ ନ୍ୟୁ ମଡ଼େଲର? ହଁ ନ୍ୟୁ ମଡ଼େଲ ଏଇଟା। ଆଜ୍ଞା ଆଜ୍ଞା। ଏଥିରେ ଆପଣ ଆଉ ୟାର କ'ଣ କ'ଣ ସବୁ ଆଉ ଲାଇଫ୍ ରହୁଛି? ୟାର ଫ୍ୟୁଚର୍ସ ହେଉଛି ଆପଣଙ୍କର ଦେଖନ୍ତୁ। ଆଜ୍ଞା ଫାଷ୍ଟରେ ୟାର ଗ୍ରାଉଣ୍ଡ କ୍ଲିୟରେନ୍ସ ଆପଣଙ୍କର ବହୁତ ଅଧିକା, ଆଜ୍ଞା 420 mm ଗ୍ରାଉଣ୍ଡ କ୍ଲିୟରେନ୍ସ ଅଛି। ଆଜ୍ଞା ଆଉ ୟାର ଏକ୍ସଟେଣ୍ଡେବୁଲ୍ ହ୍ୱିଲ୍ ବେସ୍ ଅଛି। ଏଇଟା ଆଚ୍ଛା ଆପଣଙ୍କର ଦରକାର ପଡ଼ିଲେ ଏଇ ହ୍ୱିଲ୍ଟାକୁ 10 ସେଣ୍ଟିମିଟର ପଛେଇ ପାରିବେ। ପଛେଇ ବି ପାରିବେ? ହଁ, ଆଚ୍ଛା ଯେତେବେଳେ ଆପଣଙ୍କର ବିଲରେ ଚାଲିବ ଆଜ୍ଞା ସେ ସମୟରେ ଗୋଟେ କମ୍ ଜାଗାରେ ବୁଲିବା ପାଇଁ ଏଇଟା ବହୁତ ସୁବିଧା ହେବ। ଆଜ୍ଞା କମ୍ ଜାଗାରେ ବୁଲି ପାରିବ। ଆଚ୍ଛା ଏଇଟା ଇଏ ହେଲେ ଟ୍ରଲି ଯେତେବେଳେ ଲଗେଇବେ ସେତେବେଳେ ଆପଣଙ୍କର ଆଉ ଆଗକୁ ଦେଇପାରିବେ, ଏକ୍ସଟେନସନ୍ କରିପାରିବେ। ଆଚ୍ଛା ପରେ ମାନେ ଆଗ ପଛ କରିହେବ? କରିହେବ। ଆଜ୍ଞା ତାପରେ ଆଉ ହଁ ପଛକୁ ଆସନ୍ତୁ। ହଁ ୟାର ହେଉଛି ଡୁଆଲ୍ କ୍ଲାଚ୍। ଆଜ୍ଞା ଡୁଆଲ୍ କ୍ଲାଚ୍ ଅଛି, 24 ସ୍ପିଡ୍ ଗିୟର, ହାଇ ଲୋ ମିଡ଼ିୟମ୍ 24ଟା ସ୍ପିଡ୍ ଗିୟର। ସୁପର ସେଟଲ୍ ଅଛି ଆପଣଙ୍କର। ଆଜ୍ଞା ଆଗକୁ ଯେତେ ସ୍ପିଡ୍ ଯିବ ଆଗକୁ ଆପଣଙ୍କର ହାଇ ଲୋ ମିଡ଼ିୟମ୍ 1 2 3 4 ଯାହା ବି ଥାଉ ଏଟା ଆଗକୁ ପେଲିଲା ମାନେ ଆଗକୁ ଯିବ, ପଛକୁ ଟାଣିଲା ମାନେ ପଛକୁ ଯିବ। ଆଚ୍ଛା ତାପରେ ଆପଣଙ୍କର ଆସିଲା କ୍ୱାଡ୍ରା ପିଟିଓ, 4ଟା ପିଟିଓ ଏଥିରେ ରହୁଛି। ଆଜ୍ଞା ଅଲଗା କୌଣସି କମ୍ପାନୀ ଟ୍ରାକ୍ଟରରେ ନାହିଁ। ହଁ ଲାଇଭ୍ ପିଟିଓ, ରିଭର୍ସ ପିଟିଓ, MS ପିଟିଓ, GS ପିଟିଓ। ଆଚ୍ଛା ଆଜ୍ଞା। ଆଉ ଏଇଟା ସାର୍ କେତେ କ'ଣ ମାନେ ମାଇଲେଜ୍ ରହୁଛି ଏପଟେ? ମାଇଲେଜ ଆପଣଙ୍କର ଏଥିରେ ଆପଣ ହଁ 4.5 ଲିଟର ଘଣ୍ଟାକୁ ଆପଣଙ୍କର ଫୁଏଲ୍ କଞ୍ଜମ୍ପସନ୍। ଆଚ୍ଛା ଆଚ୍ଛା। ଏଇଟା ସାର୍ କ'ଣ ମାନେ ହଳ ଟାଇମ୍ରେ ନା ଏମିତି ଟ୍ରଲି? ହଳ ସମୟରେ ରୋଟାଭେଟରରେ। ଆଚ୍ଛା ଆଚ୍ଛା। ଆଜ୍ଞା। ଆଉ ଟ୍ରଲରରେ ତ ଆଉ ଟିକେ ବେଶୀ ମାଇଲେଜ୍ ଦେଉଥିବ? ପାଖାପାଖି ଆସିବ। ଆଚ୍ଛା 3.5ରୁ 4 ଲିଟର ପିଇବ ଘଣ୍ଟାକୁ? 3.5ରୁ 4 କିଲୋମିଟର ଆଜ୍ଞା। ଘଣ୍ଟା। ତ କେତେ କ'ଣ ସାର୍ ଡାଉନ୍ ପେମେଣ୍ଟ ଲାଗିବ ଏଇ ଗାଡ଼ିରେ? ଡାଉନ୍ ପେମେଣ୍ଟ ୟାର ଦାମ ହେଉଛି 8,20,000। ପ୍ରାଇସ୍ଟା 8,20,000? 20,000। ଆଚ୍ଛା ଏଥିରେ ଆପଣଙ୍କର 1,20,000 ସବସିଡ଼ି ଅଛି। ଆଚ୍ଛା ହଁ 1,20,000 ସବସିଡ଼ି ଅଛି। ଆପଣ ଯଦି ନେବା ପାଇଁ ଚାହିଁବେ 70,000ରୁ ଆପଣଙ୍କର ଆରମ୍ଭ ହେଇଯିବ। ଆଚ୍ଛା ମାନେ ମାତ୍ର ଆମେ ଆପଣ ନେଇପାରିବେ। ଆଚ୍ଛା ମାତ୍ର ଯଦି 70,000 ଦେବା ତାହେଲେ ଡାଉନ୍ ପେମେଣ୍ଟ ଦେଇକି ନେଇପାରିବା। ଆଉ
ଆଜ୍ଞା ବାକି ତ ଲୋନ୍ ହେବ ଆଉ ପ୍ରାଇସ୍ରେ ଆପଣ ଯଦି ଫୁଲ୍ କ୍ୟାସ୍ରେ ନେବା ପାଇଁ ଚାହୁଁଛନ୍ତି ତାହେଲେ 8,20,000 ପଡ଼ିବ। ନା ଡିସକାଉଣ୍ଟ ହେବ। ଆହୁରି ଡିସକାଉଣ୍ଟ ବି ହେଇଯିବ। ଡିସକାଉଣ୍ଟ ହେବ। ଯଦି ଆପଣ ଏ ଜାଗାକୁ ଆସନ୍ତି ତାହେଲେ ଆଉ କିଛି ଡିସକାଉଣ୍ଟ ମଧ୍ୟ ହେଇଯିବ। ହଁ, ନିଶ୍ଚିତ ଭାବରେ ଡିସକାଉଣ୍ଟ ହେବ। ଆଜ୍ଞା ଆଉ ଗୋଟେ ଦେଖନ୍ତୁ ଏପଟେ ନେକ୍ସଟ ଅଛି ଆପଣଙ୍କର 240 DIର ଓ ସେମ୍ଟା ନା ହଁ ଆଚ୍ଛା ଆଉ ଗୋଟେ ଏପଟେ ଦେଖନ୍ତୁ ଏଟା 1035 DIର ହଁ 1035 DI ଏଟା 40 HP। ଆଚ୍ଛା এইটা আপনার মাইলেজ মোটামুটি 3 লিটার ঘন্টা প্রতি। ଆଚ୍ଛା ତିନି ହଳ ଲିଟର- ଟାଇମ୍ରେ ସାର୍ କାଦୁଅ ଟାଇମ୍ରେ হয়, ହଳ କାଦୁଅ ସମୟରେ ଆଜ୍ଞା 3 লিটার ଘଣ୍ଟା ପ୍ରତି ଚାଲିବ। ହଁ ହଁ ଆଉ ଟ୍ରଲିରେ ଟ୍ରଲି ଟିକେ କମ୍। ଆଚ୍ଛା ଅଢ଼େଇ ଲିଟର। ଆଚ୍ଛା ଆଚ୍ଛା ଆଉ ଫିଚର୍ସ ଗୁଡ଼ା ଆପଣଙ୍କର ସେମ୍ ରହୁଛି। ଆଜ୍ଞା ଫ୍ୟୁଚର୍ ସେମ୍ ଅଛି Features ସେଇଟାର same ସହିତ ଏଇଟା ରହୁଛି। ସେମ୍ ଅଛି। ଆଜ୍ଞା ଆଚ୍ଛା ସବୁ ଗୁଡ଼ା ଫିଚର୍ ସେମ୍ ଅଛି। ଆଚ୍ଛା ଆଉ ଏଠି କେଉଁ ଟାୟାର ଲାଗିଛି ସାର୍ କେଉଁ କମ୍ପାନୀର ଟାୟାର? MRF ଟାୟାର ଲାଗିଛି। MRFର ଲାଗିଛି। MRF ର ଲାଗିଛି। ତ ୟାର ଡାଉନ୍ ପେମେଣ୍ଟ ସାର୍ ସେମ୍ ରହିବ ନା କିଛି 19 ନାଇଁ, ଏଇଟା ରହିବ? କମ୍ ଅଛି। ଆଚ୍ଛା ୟାର ଡାଉନ୍ ପେମେଣ୍ଟ କେତେ ରହିବ? ଏଇଟା ଡାଉନ୍ ପେମେଣ୍ଟ ଆପଣଙ୍କର ସେ 50,000 ହେଲେ ବି ହେଇଯିବ। 50,000। ଆଜ୍ଞା ଆଉ ଯଦି ଇଏ ଭଲ ଥିବ ସିଭିଲ୍ ଭଲ ଥିଲା ଆଉ ଟିକେ କମ୍ର ବି ହେଇଯିବ। ହଁ ହେଇଯିବ। ଆପଣ ଯଦି ନିଜେ ଆସିକି ଯଦି ଆପଣଙ୍କର ସିଭିଲ୍ ଭଲ ଥିବ ହଁ ତାହେଲେ ଯେଉଁ ସାର୍ ଆମର 50,000 କହୁଛନ୍ତି ଆଉ ଟିକେ କମ୍ରେ ମଧ୍ୟ ହେଇଯିବ 40,000 ଦେଲେ ବି ହେଇଯିବ ହେଲା। ଆଉ ନେକ୍ସଟ ଦେଖିବା ଆମେ ଚାଲନ୍ତୁ ଏଟା ହଉଛି 246 246। ଆଜ୍ଞା ଏଟା ହଉଛି ଆପଣଙ୍କର 46 HP ର ଟ୍ରାକ୍ଟର। ଆଚ୍ଛା 50 କ୍ୟାଟେଗୋରୀରେ ଯାଏ। ଆଚ୍ଛା ଆଚ୍ଛା ଏଇଟା 4 ହ୍ୱିଲର ନା ସାର୍? ହଁ 4 ହ୍ୱିଲ 4 ହ୍ୱିଲର ଡାଇନାଟ୍ରାକ୍। ଆଜ୍ଞା 246 ଡାଇନାଟ୍ରାକ୍ ହଁ 46 HP 50 କ୍ୟାଟେଗୋରୀ। 46 HPର ଆଜ୍ଞା ଆଜ୍ଞା 50 HP କ୍ୟାଟେଗୋରୀ। ଦେଖନ୍ତୁ ୟାର ଆଜ୍ଞା ଆପଣଙ୍କ ଗାର୍ଡ ଦେଇଛି। ସିଲ୍ ଆଜ୍ଞା ଏକ୍ସେଲ ଅଛି ଆପଣଙ୍କର। ଆଜ୍ଞା ହଁ କମ୍ଫର୍ଟେବଲ ସିଲ୍ ଏକ୍ସେଲ ଅଛି ଏଥିରେ। ହଁ ହଁ କାରାରର ସିଲ୍ ଏକ୍ସେଲ ଆଜ୍ଞା କମ୍ପାନୀ ଦେଇଛି। ଡୁଆଲ ଆକ୍ଟିଂ ବାଲାନ୍ସ ଷ୍ଟିୟରିଂ ଏଠି ଦୁଇ ସାଇଡରେ। ଆଜ୍ଞା ଏଟାକୁ ସ୍ମୁଥ କରିବ ଷ୍ଟିୟରିଂ ଟାକୁ। ହୁଁ ଗ୍ରାଉଣ୍ଡ କ୍ଲିୟରେନ୍ସ ତ ଆପଣଙ୍କର 420 mm। ଆଜ୍ଞା ବହୁତ ଇଏ ଅଛି ସାର୍ ହଁ ବହୁତ ଆଜ୍ଞା ଅଧିକା ହାଇଟ୍ ଅଛି। ହାଇଟ୍ ବହୁତ ଅଛି ଡୁଆଲ ଆଜ୍ଞା କ୍ଲାଚ୍। ଆଉ ଆପଣ ଏଥିରେ ବି 24ଟା ସ୍ପିଡ୍ ଗିୟର ହାଇ ଲୋ ମିଡ଼ିୟମ୍। ଆଜ୍ଞା ହଁ ସୁପର ସେଟଲ ଅଛି ଆପଣଙ୍କର। ପାୱାର ଷ୍ଟ୍ରିଂ ରହିବ ସାର୍ ପାୱାର ଷ୍ଟେରିଂ ସୁପର ସେଟଲ ଅଛି। ଏଇଟା ଆକୁ ଚଲିଲା ମାନେ ଆକୁ ପଛକୁ ଟାଣିଲେ ପଛକୁ। ଆଜ୍ଞା ଏଇଭଳିଆ ଆଉ ଏଥିରେ 4 ବି ହ୍ୱିଲର ରହିବ ଦେଖନ୍ତୁ ହେଭି ଗାଡ଼ି ଅଛି ମେସିର। ଏଇଟା ବହୁତ 46 ଗାଡ଼ି। HPର ସାର୍ ଯେଉଁ ରେଞ୍ଜ ଆମର ବହୁତ କହୁଥିଲେ ଇଏ କିନ୍ତୁ ମାଇଲେଜ ମାଇଲେଜଟା ସାର୍ କେତେ ରହିବ? ୟାର ଆପଣଙ୍କର 5 5 ଲିଟର ଲିଟର ପାର ମାନେ ଆୱାର। ପାର ଆୱାରରେ ହଁ। ମାନେ କାମ ବି ଅଧିକ ରହିବ ଆଉ ଟିକେ ତେଲଟା ଗାଡ଼ି HP ହିସାବରେ ଟିକେ ଅଧିକ ପିଉଛି ଆଉ 5 ଲିଟର ଅଲଗା କମ୍ପାନୀ ତୁଳନାରେ କମ୍ ହିଁ ପିଉଛି କିନ୍ତୁ କାମଟା ଅଧିକା ରହିବ। 46 HP ଏପଟକୁ ଆସନ୍ତୁ। ଆଜ୍ଞା ଫ୍ୟୁଚର୍ସ ୟାର ଅଧିକା ଟିକେ ଅଛି ଦେଖନ୍ତୁ। ଆଜ୍ଞା ଟ୍ରାକ୍ଟର ବିଶେଷ କରି ଆପଣଙ୍କର 2 ହ୍ୱିଲ୍ ଡ୍ରାଇଭ୍ ହଁ ଆଉ 4 ହ୍ୱିଲ୍ ଡ୍ରାଇଭ୍ ହିଁ ଥାଏ। ଆଜ୍ଞା ଆଜ୍ଞା କିନ୍ତୁ ଏଥିରେ ମେସି ଟ୍ରାକ୍ଟରରେ ଆପଣଙ୍କର ହଁ 3 ପ୍ରକାର ଡ୍ରାଇଭିଂ ମୋଡ୍ ରହୁଛି। ଆଜ୍ଞା ଅଲଗା କୌଣସି ଟ୍ରାକ୍ଟରରେ ନାହିଁ ଆଜି ପର୍ଯ୍ୟନ୍ତ। ଆଚ୍ଛା ଆପଣଙ୍କ ଦରକାର ହେଲେ ଜେନେରାଲି ଟ୍ରାକ୍ଟର 2 ହ୍ୱିଲ୍ରେ ଚାଲେ। ହୁଁ ଯେତେବେଳେ ଆପଣଙ୍କର ଦରକାର ହେବ 4 ହ୍ୱିଲ୍, ଏଇଟା ହେଉଛି 4 ହ୍ୱିଲ୍ ଆପ୍ଲାଏ ହେବ। ଆଜ୍ଞା ମାନେ ଆପଣ ଏଇଟାରେ ଆପ୍ଲାଏ କରିପାରିବେ। হয় ଏଇଟାରେ 4 ହ୍ୱିଲ୍ ଆପ୍ଲାଏ ହେବ। ଆଜ୍ଞା ଆଜ୍ଞା ଧରନ୍ତୁ ଆପଣଙ୍କର ଫସିଗଲା କି ହେଲା ହୁଁ 4 ହ୍ୱିଲ୍ ଆପ୍ଲାଏ କଲା ପରେ ହେଲେ ଆପଣ ଏଇ ବଡ଼ ଚକ ରେୟାର ହ୍ୱିଲ୍ଟା ଆପଣ ନ୍ୟୁଟ୍ରାଲ କରିପାରିବେ। ଏଥିରେ ଆଜ୍ଞା ନ୍ୟୁଟ୍ରାଲ କରିକି ଫ୍ରଣ୍ଟ ହ୍ୱିଲ୍ ଡ୍ରାଇଭ୍ ୟାର ଗୋଟେ ଅଛି। ଏଇ ଯେଉଁ ଫ୍ରଣ୍ଟ ହ୍ୱିଲ୍ ଆଗ ଚକରେ ଆପଣଙ୍କୁ ଗାଡ଼ି ବାହାର କରିପାରିବେ କି ଚଲେଇ ପାରିବେ। ଆଜ୍ଞା ଫ୍ରଣ୍ଟ ହ୍ୱିଲ୍ ଡ୍ରାଇଭ୍ ବି ଅଛି। ଆଜ୍ଞା ଅଲଗା କମ୍ପାନୀରେ ଫ୍ରଣ୍ଟ ହ୍ୱିଲ୍ ଡ୍ରାଇଭ୍ ନାହିଁ। ନାହିଁ ହଁ ଆଚ୍ଛା ତ ସାର୍ ଯେଉଁ ଭଳିଆ କହୁଥିଲେ ଏଇଟା ହେଉଛି ଆପଣଙ୍କର 46 HPର ହେଭି ଗାଡ଼ି ରହିବ ଦେଖନ୍ତୁ 4 ହ୍ୱିଲ୍ ଡ୍ରାଇଭ୍ର। ତ ସାର୍ ଏଇ ଗାଡ଼ିରେ କେତେ କ'ଣ ଡାଉନ୍ ପେମେଣ୍ଟ ଲାଗିବ ସାର୍? ଏଥିରେ ଆପଣଙ୍କର ଲକ୍ଷେ ପାଖାପାଖି ମାନେ 4 ହ୍ୱିଲ୍ର ମିଳୁଛି ଦେଖନ୍ତୁ ଆଉ 46 HPର ମାତ୍ର ଯଦି ଆପଣ ମାନେ ଲକ୍ଷେ ଡାଉନ୍ ପେମେଣ୍ଟ ଦେଉଛନ୍ତି ତାହେଲେ ଆରାମସେ ଆପଣ ମାନେ ଲକ୍ଷେ ଡାଉନ୍ ଫାଇନାନ୍ସଟା ହେଇଯିବ। ଆଉ ସିଭିଲ୍ ଭଲ ଥିଲା ଆଉ ଟିକେ କିଛି 5-10 ହଜାର କମ୍ ବି ହେଇଯିବ ହେଇପାରିବ। ତ ନେକ୍ସଟ ଦେଖିବା ଚାଲନ୍ତୁ ଏପଟେ ଦେଖଉଛି ଦେଖନ୍ତୁ ଗାଡ଼ି ତ ବହୁତ ସାରା ଅଛି ହେଲା। ତ ଆଜ୍ଞା ସବୁ ମଡ଼େଲର ଅଛି କିନ୍ତୁ ଯେଉଁଗୁଡ଼ା ସମ୍ଭବ ହେଉଛି ସେଇଗୁଡ଼ା ଦେଖେଇଦେବା। ବାକି ଆପଣମାନେ ଆସିଲେ ଆଉ ତକ ଗାଡ଼ି ସବୁ ଦେଖିପାରିବେ। ଆଉ ଏଇଟା ଆପଣଙ୍କର ଦେଖନ୍ତୁ
254 DI 254 DI ର ମାନେ 50 HP ଡାଇନାଟ୍ରା ଆଜ୍ଞା 50 HP ର 50 HP ମାନେ ଆହୁରି ହେଭି ସାର୍ ଆହୁରି ହେଭି ମାନେ ସେଇଟା ଆପଣ ମାନେ ପୂର୍ବରୁ 46 ର ଦେଖିଥିଲେ ଏଇଟା 50 HP 4 ହ୍ୱିଲ୍ ର ହିଁ ରହିବ ଏଥିରେ ଏଇଟା ଆପଣଙ୍କର ବାମ୍ପାରଟା ଦେଖନ୍ତୁ ୟାର କାଷ୍ଟ ଆଇରନ୍ ଦଉଛି ମାନେ ହେଭି ର ସାର୍ ହେଭିର ପୁରା ହେଭି ଆଜ୍ଞା ହଁ ହଁ ଏଠୁ ଆରମ୍ଭ ହେଲା ତାପରେ ଆପଣଙ୍କର ଏଇଟା ବି କାରାରର ସିଲ୍ ଏକ୍ସେଲଟା ଆଜ୍ଞା ଏଥିରେ ଗ୍ୟାସ୍ ଫ୍ୟାସ୍ କିଛି ହେବ ନାହିଁ ଆଜ୍ଞା ଏଥିରେ ବି ଆପଣ ଡୁଆଲ୍ ଲିଫ୍ଟିଂ ବାଲାନ୍ସ ଷ୍ଟେରିଂ ଅଛି ଆଜ୍ଞା ଗ୍ରାଉଣ୍ଡ କ୍ଲିୟରେନ୍ସ ଯୋଉଟା ସେମ୍ ଫିଚର୍ସ ମୁଁ ଯୋଉଟା କହିଲି 420 ଆଜ୍ଞା ଡୁଆଲ୍ କ୍ଲାଚ୍ 24ଟା ସ୍ପିଡ୍ ଗିୟର ହାଇ लो ମିଡ଼ିୟମ୍ ଆଜ୍ଞା ଏଥିରେ ବି ସୁପର ସେଟଲ୍ ଅଛି ହଁ ଆଉ ବାକି ଖାଲି ସାର୍ ଡିଫରେଣ୍ଟ ରହିବ କହିଲେ ଏଚପି ହିସାବରେ ଏଚପି ଟା ଖାଲି ଡିଫରେଣ୍ଟ ରହିବ ଫିଚର୍ସ ଗୁଡ଼ା ସେମ୍ ସେମ୍ ରହୁଛି ସେମ୍ ରହୁଛି ଏଚପି ଟିକେ ଅଧିକ ଏଚପି ଅଛି ଏଚପି ହେଲା 60 ପର୍ଯ୍ୟନ୍ତ 60 କ୍ୟାଟେଗୋରୀ ଯିବ ଆଜ୍ଞା 54 ମାନେ 60 କ୍ୟାଟେଗୋରୀ 60 ଆଜ୍ଞା ଆଜ୍ଞା ତାର ପାୱାର ସେତିକି ଆଚ୍ଛା ଆଚ୍ଛା ଏଥିରେ ବି ସେଇ ଆପଣଙ୍କର 3 ପ୍ରକାର ଡ୍ରାଇଭିଂ ମୋଡ୍ ହୁଁ ହୁଁ 2 ହ୍ୱିଲ୍ ଡ୍ରାଇଭ୍ 4 ହ୍ୱିଲ୍ ଡ୍ରାଇଭ୍ ଆଜ୍ଞା। ଫ୍ରଣ୍ଟ ହ୍ୱିଲ୍ ଡ୍ରାଇଭ୍ ଆଜ୍ଞା 3 ପ୍ରକାର ମୋଡରେ ଚଲେଇ ପାରିବା ଆଜ୍ଞା ଆଚ୍ଛା ଯୋଉଟା କି ଅଲଗା ଟ୍ରାକ୍ଟର ଆଜି ପର୍ଯ୍ୟନ୍ତ ନାହିଁ। ସେଟା ହେଇନାହିଁ ଏପର୍ଯ୍ୟନ୍ତ ଇଏ ହେଇନାହିଁ ଯୋଉ ଆପଣ ମାନେ ମେସି ଟ୍ରାକ୍ଟରରେ ହିଁ ସେଇଟା ଆଚ୍ଛା, ସେଟା ହେଲା ଆଉ ଗୋଟେ ଜିନିଷ ହଁ ଏହାର ଆପଣଙ୍କର ଜେନେରାଲି ଟ୍ରାକ୍ଟରର ପମ୍ପ ଡିଷ୍ଟ୍ରିବ୍ୟୁଟର ବାହାରେ ଥାଏ ପମ୍ପ ଆଜ୍ଞା କିନ୍ତୁ ମେସି ଟ୍ରାକ୍ଟର ଆପଣଙ୍କର ଏଇ ହାଇଡ୍ରୋଲିକ୍ ତେଲ ଭିତରେ ଆପଣଙ୍କର ବୁଡ଼ିକି ରହେ ଆଚ୍ଛା ଯାହା ଫଳରେ କି এই যে তার হাইড্রোলিকটা হাই সেন্সিং রে কাম করে ଆଜ୍ଞା তার সাথে গরম হবার নাই কি এয়ার নেবার নাই ଆଜ୍ଞା ବହୁତ ମାନେ ସ୍ପିଡ୍ ଫଙ୍କସନ୍ ହେବ ଆଚ୍ଛା ଆଉ ଆପଣଙ୍କର ଏଇଟା ବନ୍ଦ ଗାଡ଼ିରେ ବି ତାର ହାଇଡ୍ରୋଲିକଟା ଆପଣଙ୍କର ଲିଫ୍ଟିଂ ହେବ ଆଚ୍ଛା 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 ବନ୍ଦରେ ବି ବନ୍ଦ ଗାଡ଼ିରେ ବି ଆପଣଙ୍କର ଉଠିଯିବ ନା lifting ହେବ। ଆଜ୍ଞା ଆଜ୍ଞା ଆଉ ୟାର ଲିଫ୍ଟିଂ କାପାସିଟି ହେଉଛି ଆପଣଙ୍କର 2050 କେଜି 2050 କେଜି ପର୍ଯ୍ୟନ୍ତ ଲିଫ୍ଟିଂ କରିପାରିବ ଆଜ୍ଞା ଆଚ୍ଛା ସବୁ ଗାଡ଼ିରେ ଆଜ୍ଞା ଆଜ୍ଞା ସବୁ ମଡେଲ ମାନେ ମେସିର ଯୋଉ କୌଣସି ଗାଡ଼ି ନେଲେ ବି 2050 ଆଜ୍ଞା ଆଜ୍ଞା ଅଲଗା ଗାଡ଼ିରେ ଆପଣଙ୍କର 1600 ହୁଁ ହୁଁ 1700 ଆଜ୍ଞା ତ ଏଇ ଗାଡ଼ି କେତେ କ'ଣ ସାର୍ ଡାଉନ୍ ପେମେଣ୍ଟ ଲାଗୁଛି ଏଇଟା କ'ଣ 1.5 ଲକ୍ଷ ଭିତରେ 1.5 ଲକ୍ଷ ଲକ୍ଷରୁ 1.5 ଲକ୍ଷ ଆଜ୍ଞା ମାନେ ସେଇଟା ଟିକେ ଏଚ୍ ପି ହିସାବରେ ଏଇଟା ଯୋଉ 50 ଆପଣଙ୍କର HP ଗାଡ଼ି ଆଜ୍ଞା 50 ଏଚ୍ ପି ଯେହେତୁ ଚାର ମାନେ ଏଚ୍ ପି ଯେହେତୁ ମାନେ ଟିକେ ବେଶୀ ଅଛି 1.5 ଲକ୍ଷ ଦେଲେ ହେଇଯିବ ଆଉ କିଛି ଯଦି ଆପଣ ମାନେ ଡାଇରେକ୍ଟ ଆସିବେ ହଉ। ତାହେଲେ କମ୍ ବେଶୀ ହେଇପାରିବ। ହେଇଯିବ ସେଟା ସିଭିଲ୍ ଅନୁସାରେ ଦେଖିକି ଆପଣଙ୍କୁ କମ୍ ବେଶୀ କରିଦେବେ ନେକ୍ସଟ ଆସିଲା ଆପଣଙ୍କର ଏବେ ଯୋଉ ରିସେଣ୍ଟ ଲଞ୍ଚ କରିଛି ନୂଆ ଲଞ୍ଚ ହେଇଛି ସାର୍ 254 DI ଡାଇନା ସ୍ମାର୍ଟ ଆଜ୍ଞା ମାନେ ମଡେଲ ହେଉଛି ଆମର ନେରୋ ମଡେଲଟା ଖୁବ ମାନେ খুব সুন্দর স্মার্ট লুক করিকি ଆଜ୍ଞା কোম্পানি ইয়ে করেছি ହଁ ହଁ ইয়ার বি এটা কাস্ট আয়রনর বাম্পার ଅଛି ওয়েটটা ଆଜ୍ଞା ଏଥିରେ ବି ଆପଣଙ୍କ କାରାର ଏକ୍ସେଲ ସିଲ୍ ଏକ୍ସେଲ ରହୁଛି ବାଲାନ୍ସ ଷ୍ଟେରିଂ ଡୁଆଲ ଆକ୍ଟିଂ ବାଲାନ୍ସ ଷ୍ଟେରିଂ ରହୁଛି ଆଜ୍ଞା ବାକି ଫିଚର୍ସ ଗୁଡ଼ା ତ ସେମ୍ ଅଛି ଏଥିରେ ଆପଣଙ୍କର ଟେଣ୍ଡମ୍ ପମ୍ପ ରହୁଛି ଆଚ୍ଛା ସେଗୁଡ଼ାରେ ସିମ୍ପଲ୍ ଏଟା ଟେଣ୍ଡମ୍ ପମ୍ପ ରହୁଛି ଏଠି ଆଉ କିଛି ଆଡ୍ କରିଦେଇଛି ଆଉ ଅଧିକା କାମ କରିପାରିବେ ଅଧିକ କାମ ହଁ କରିପାରିବେ ଏଥିରେ ଆପଣ ସବୁ ପ୍ରକାର କାମ କରିବେ ହଁ କିଛି କିଛି ଫ୍ୟୁଚର ମାନେ ଚେଞ୍ଜ ରହୁଛି ଆଉ ଆଜ୍ଞା ଡାଇନା ସ୍ମାର୍ଟରେ ଆଜ୍ଞା ଆଜ୍ଞା ଗୁଡ଼ାରେ ପ୍ରାୟ ସମାନ ଅଛି ସମାନ ଅଛି ଗିୟର ଆପଣ 24 ସ୍ପିଡ୍ ଗିୟର ହାଇ लो ମିଡ଼ିୟମ୍ ଏଥିରେ ବି ସୁପର ସେମ୍ ରହୁଛି ଆଜ୍ଞା यार रिमोट रे स्टार्ट है ଏଇଟା ରିମୋଟ ରିମୋଟ ରେ ଆଚ୍ଛା ଆଚ୍ଛା ଲକ୍ ଅନଲକ୍ ହେବ ଆଚ୍ଛା ଆଚ୍ଛା ड्राइवर विदाउट ड्राइवर କରି ପାରିବେ ହଳ ଆଚ୍ଛା ये ଆଚ୍ଛା भी व्यवस्था ଅଛି ଆଚ୍ଛା ମାନେ ଡ୍ରାଇଭର ନଥିଲେ ବି ଗାଡ଼ିରେ ହଳ ହେଇଯିବ स्टार्ट अप कर ତାହେଲେ ଦେଖନ୍ତୁ ଗାଇଜ୍ ବର୍ତ୍ତମାନ ମେସିନ୍ ନୂଆ ନେଇକି ଆସିଛି ହେଲା ଆଉ ୱିଦାଉଟ୍ ମାନେ ଡ୍ରାଇଭର ନଥିଲେ ବି ଗାଡ଼ି ହଳ ହେଇଯିବ ହେଇଯିବ ସାର୍ ଆଚ୍ଛା ଆଚ୍ଛା ତ ସେଇଟା ବର୍ତ୍ତମାନ ପ୍ରୟୋଗ କରିହେବ କି ଯେଉଁଟା କହିଲେ ବିନା ଡ୍ରାଇଭରରେ ହେଇଯିବ ବର୍ତ୍ତମାନ ସେଟା ଆପ୍ଲାଏ କରତେ ହେବ ହଁ ସେଟା ଇଏ କରତେ ହେବ ଯେହେତୁ ମାନେ ଇଏଟା ଆସିଛି ଆପଣଙ୍କୁ କହିଦିଆ ହେଉଛି ଆଜ୍ଞା ସିଷ୍ଟମଟା ଯେଉଁଟା ବର୍ତ୍ତମାନ ଇଏ ହେଇଛି ଆଜ୍ଞା ତ ଦେଖନ୍ତୁ ଗାଇଜ୍ ଏଇଭଳିଆ ଆପଣଙ୍କୁ ମିନିମମ୍ 1 2 4ଟା କି 5ଟା ମଡ଼େଲର ଆପଣଙ୍କୁ 4ଟା ମଡ଼େଲର ଗାଡ଼ି ଦେଖାହେଲା ଆଜ୍ଞା ତ ଆଉ ଗୋଟେ ଭିତରେ ଚାଲନ୍ତୁ ମୁଁ ଦେଖେଇ ଦେଉଛି ଆଉ ଗୋଟେ ମଡ଼େଲର ସେଇଟା ଆଉ ଟିକେ ମାନେ କ'ଣ କହିବି କ୍ଲାସିକ୍ ଲୁକ୍ର ବଢ଼ିଆ ଗାଡ଼ି ଦେଖନ୍ତୁ ତେଲ ହାଇ ଆଜ୍ଞା परफॉर्मेंस ଆଜ୍ଞା ପୁରୁଣା ମାନେ ମଡ଼େଲଟା ଦେଖାହେଉଛି ଆପଣଙ୍କ ପୁରୁଣା ମଡ଼େଲ କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଓଲ୍ଡ ଇଜ୍ ଗୋଲ୍ଡ ଯେଉଁଟା କୁହାଯାଏ ହେଲା ପୁରୁଣା ମଡ଼େଲଟା ବର୍ତ୍ତମାନ ଲୋକ ବେଶୀ ପସନ୍ଦ କରୁଛନ୍ତି ଏଇଟା ଦେଖନ୍ତୁ ଏଇଟା ହେଉଛି ଆପଣଙ୍କ 36 HP ର 36 HP ହଁ ଆଚ୍ଛା 36 HP ର ହଁ ଗୋଲ ମୁଣ୍ଡି
ଆଜ୍ଞା ଆଜ୍ଞା ଲୁକ୍ଟା ଭଲ ଲାଗୁଛି ସାର୍ ନାଇଁ ହଁ ନୂଆ ନୂଆ ବର୍ତ୍ତମାନ ବୋଧେ ଏଇଟା ଇଏ ହେଇଛି ଆଜ୍ଞା ଆପଣଙ୍କର ସେ 50,000ରେ ହେଇଯିବ 50,000 ମାନେ 50,000 ମାତ୍ର ଡାଉନ୍ ପେମେଣ୍ଟ ଦେଲେ ହେଇଯିବ ଆଜ୍ଞା ଦେଖନ୍ତୁ ଟୁ ହ୍ୱିଲର ରହିବ ହେଲା ଆଉ ଲୁକ୍ଟା ବହୁତ ସୁନ୍ଦର ଲାଗୁଛି ମାଇଲେଜଟା ସାର୍ ବି ଭଲ ଥିବ ବୋଧେ ଅଢ଼େଇ ଲିଟରରେ ଘଣ୍ଟାକୁ ମାନେ ଏଇ ଯେଉଁ ହଡ଼ ଫଡ଼ ସବୁ କରିପାରିବା ତ ମାଇଲେଜ ଦେଖନ୍ତୁ ମାଇଲେଜ ବି ଭଲ ଗାଡ଼ିର ଲୁକ୍ ବି ବହୁତ ସୁନ୍ଦର ଅଛି ଦେଖନ୍ତୁ ଟୁ ହ୍ୱିଲର ରହିବ ଆଉ ବର୍ତ୍ତମାନ ସବୁ ଗାଡ଼ିରେ ଯେଉଁ ଭଳିଆ ସିଷ୍ଟମ୍ ଦେଇଥାଏ ଏପଟେ ଆପଣ ଟ୍ରଲି ଲଗାଇ ପାରିବେ ଆପଣଙ୍କର ଆଜ୍ଞା ସବୁ ସେମ୍ ଫ୍ୟୁଚର୍ ରହିବ ବାକି ଏଇଟା ଆପଣଙ୍କର କେତେ ଏଚ୍ ପି କହିଲେ ସାର୍ 36 ଏଚ୍ ପି ହେଲା ତ ଦେଖନ୍ତୁ ଗାଇଜ୍ ଏଗୁଡ଼ା ମୁଁ ଆଉ ଥରେ ଦେଖାଇ ଦେଉଛି ମାନେ ସାମ୍ନା ପଟୁ ଦେଖାଇ ଦେଉଛି ଦେଖନ୍ତୁ ଲୁକ୍ ବହୁତ ବହୁତ ସୁନ୍ଦର ଲାଗୁଛି ଆଜ୍ଞା ଆପଣ ଆସିଲେ ସାର୍ ଯଦି କେହି କଷ୍ଟମର୍ ଆସନ୍ତେ ଆଜ୍ଞା ତାହେଲେ ଗୋଟେ ଦିନରେ ଯଦି ନେବା ପାଇଁ ଚାହାନ୍ତି ତାହେଲେ ନେଇପାରିବେ ନା କିଛି ଦିନ ଲାଗିବ ନେବା ପାଇଁ ନା ନା ଡେଫିନେଟଲି ସେମ୍ ଡେରେ ଡେଲିଭରି ସେମ୍ ଡେରେ ହେଇଯିବ ନା ତ ଦେଖନ୍ତୁ ଗାଇଜ୍ ଯଦି ଆପଣମାନେ ଏ ଜାଗାକୁ ଭିଜିଟ୍ କରୁଛନ୍ତି ତାହେଲେ ଗୋଟେ ଦିନରେ ବି ଆପଣମାନେ ମେସି ଟ୍ରାକ୍ଟର ନେଇକି ଯାଇପାରିବେ ଯେକୌଣସି ମଡ଼େଲ୍ ବହୁତ ସାରା ମଡ଼େଲ୍ ଦେଖନ୍ତୁ ମୁଁ ଦେଖାଇଦେଲି ଆପଣଙ୍କୁ ଯେଉଁକୁ ଯେକୌଣସି ମଡ଼େଲ୍ ଆପଣଙ୍କୁ ପସନ୍ଦ ଆସିଛି ନିଶ୍ଚୟ ଆପଣମାନେ କମେଣ୍ଟ ମାଧ୍ୟମରେ ବି କହିପାରିବେ ଏକା ଏକା ହେଲା ଆଉ ଏପଟେ ବି ଦେଖନ୍ତୁ ସବୁ ବଡ଼ ବଡ଼ ଗାଡ଼ି ରହିଛି ମାନେ ସବୁ ମେସିର ଆଜ୍ଞା ସଫିସିଏଣ୍ଟ ଷ୍ଟକ୍ ରହୁଛି ନା ଏପଟେ ଦେଖନ୍ତୁ ଭିତରେ ବି ଅଛି ବାହାରେ ବି ଅଛି ଆପଣମାନେ ଯେକୌଣସି ଟାଇମ୍ରେ ବି ଆସିପାରିବେ ଆଉ ସାର୍ଙ୍କର ସହିତ ଆପଣମାନେ କଣ୍ଟାକ୍ଟ କରିପାରିବେ ସାର୍ ଆମର ସବୁବେଳେ ଆଭେଲେବୁଲ୍ ରୁହନ୍ତି ହେଲା ଆଉ ବାକି ସାର୍ ଆମର ଏଇ ଜାଗାର ଆଡ୍ରେସଟା କହିଦେବେ ସାର୍ କହିଦିଅନ୍ତୁ ଏଠିକାର ଆଡ୍ରେସ୍ ଆଡ୍ରେସ୍ ହେଉଛି ଏଇଟା ହେଉଛି ଆସନବନି ଆଜ୍ଞା ଏଇଟା ହେଉଛି ଆସନବନି ପୋଷ୍ଟ ଆଇରନ୍ ଆଜ୍ଞା ଆଉ ସାର୍ ITI ଛକ ପାଖରେ ଆସନବନି ଆଜ୍ଞା ସାର୍ କଣ୍ଟାକ୍ଟ ନମ୍ବର ଦେବା ପାଇଁ ଚାହିଁବେ କି ହଁ କହିଦିଅନ୍ତୁ ସାର୍ ଅଡ଼ିଏନ୍ସକୁ ଯଦି ଧର ଏଇ ଜାଗାକୁ ଆସିବା ପାଇଁ ଚାହିଁବେ ତ ଆପଣଙ୍କର ନମ୍ବରଟା ଦେଇଦିଅନ୍ତୁ ନମ୍ବରଟା ହେଉଛି 9777 ଆଜ୍ଞା 408 470 ଆଜ୍ଞା ତ ସାର୍ ପ୍ରାୟ ଲୋକ କମେଣ୍ଟ କରନ୍ତି ଯେ ଧର ମାନେ ଆମର ମୟୂରଭଞ୍ଜର ହିଁ ନେଇପାରିବେ ସାର୍ ନା ଆଉଟ୍ ଅଫ୍ ମାନେ ଆଉଟ୍ ଇଏରୁ ବି ନେଇପାରିବେ ମାନେ ଡିଷ୍ଟ୍ରିକ୍ଟର ନେଇପାରିବେ ଆଉଟ୍ ଅଫ୍ ଡିଷ୍ଟ୍ରିକ୍ଟର ମାନେ ମୟୂରଭଞ୍ଜ ଛାଡ଼ିକି ଯଦି ଅଲଗା କେଉଁ ଜାଗାରୁ କଷ୍ଟମର୍ ଆସନ୍ତି ତାହେଲେ ଏଇ ଜାଗାରୁ ନେଇପାରିବେ ନା ସାର୍ ଆଚ୍ଛା କେଉଁଝର ବାଲେଶ୍ୱର ଯେକୌଣସି ମାନେ ଡିଷ୍ଟ୍ରିକ୍ଟରୁ ଆସିକି ନେଇପାରିବେ ନା ଆଜ୍ଞା ତ ଦେଖନ୍ତୁ ଗାଇଜ୍ ଆପଣମାନେ ଓଡ଼ିଶାର ଯେ ଡିଷ୍ଟ୍ରିକ୍ଟରୁ ବି ହେଇଥାନ୍ତୁ ତ ଆପଣମାନେ ସାର୍ଙ୍କ ସହିତ ଡିଟେଲ୍ସ ମାନେ ଫୋନ୍ରେ ବି କଥା ହେଇପାରିବେ ନଚେତ ଆପଣମାନେ ଡାଇରେକ୍ଟ ଆସିକି ଏଇଠୁ ଗାଡ଼ି ବି ମଧ୍ୟ ନେଇକି ଯାଇପାରିବେ ସେମ୍ ଡେରେ ଆପଣ ଡେଲିଭରି ହେଇଯିବ ଗୋଟେ ଦିନରେ ହିଁ ଆପଣଙ୍କର ହେଇଯିବ ଯାହା ଡାଉନ୍ ପେମେଣ୍ଟ ଜାଣିଲେ ଆଉ ଏଚ୍ ପି ହିସାବରେ ଡାଉନ୍ ପେମେଣ୍ଟଟା ଲାଗୁଛି ଆଉ ଯେଉଁ ଭଳିଆ ଏଇ ଗାଡ଼ିଟା କହିଲେ ସାର୍ 50,000 କହିଲେ ଆପଣଙ୍କର 40,000 କି 30,000 ମଧ୍ୟ ବି ହେଇଯିବ ହେଲା ଯଦି ଆପଣଙ୍କର ସିଭିଲ୍ ସ୍କୋର ଭଲ ଥାଏ ହଉ ସେ ସିଭିଲ୍ ଆଜ୍ଞା ଆଜ୍ଞା ଆପଣଙ୍କର ଫାଇନାନ୍ସ ହେଇଯିବ ଆଜ୍ଞା ଆଜ୍ଞା ତ ବାକି ଭିଡ଼ିଓଟା ବହୁତ ଲଙ୍ଗ୍ ହେଇଗଲା ଗାଇଜ୍ ତ ଆଜି ଏଇଠି ରଖୁଛୁ ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓରେ ରହୁଛି ନମସ୍କାର ରହିଲୁ ସାର୍ ହଉ ଆଜ୍ଞା